ଯୀଶୁଖ୍ରୀଷ୍ଟ ସବୁ ବିଷୟର ଊର୍ଦ୍ଧ୍ୱରେ ଓ ସମସ୍ତ ବିଷୟ ତାହାଙ୍କ ଅଧୀନରେ ଅଛି। ତଥାପି ଈଶ୍ୱର ତାଙ୍କୁ ସର୍ବ ବିଷୟର ମସ୍ତକ ସ୍ୱରୂପେ ମଣ୍ଡଳୀକୁ ଦାନ କରିଅଛନ୍ତି। ସେହି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ସ୍ୱରୂପ। ଆପଣ କ'ଣ ବିଶ୍ୱାସ କରନ୍ତି ଯେ ଆପଣ ଖ୍ରୀଷ୍ଟଙ୍କ ଶରୀର ଅଟନ୍ତି ଓ ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଅଛନ୍ତି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଜଣାଏ। ଆପଣ ଏହି କାର୍ଯ୍ୟକ୍ରମରେ ନିୟମିତ ଭାବରେ ଯୋଗଦାନ କରୁଥିବାରୁ ଆପଣଙ୍କୁ ବିଶେଷ ଧନ୍ୟବାଦ ଦିଏ। ଆପଣଙ୍କ ଫୋନ୍ କଲ୍ ଓ ଆପଣଙ୍କ ମତାମତ ଆମକୁ ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ପ୍ରେରଣା ଯୋଗାଇଥାଏ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କଲ୍ କରିପାରିନାହାନ୍ତି, ତେବେ ଆଜି ହିଁ ସୁଯୋଗ ନିଅନ୍ତୁ ଓ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ କୁଶଳତା ଆମେ ଆଶା କରୁଅଛୁ ଓ ଆପଣଙ୍କ ନିମନ୍ତେ ନିରନ୍ତର ପ୍ରାର୍ଥନା ଜାରି ରଖିଛୁ। ଯଦି ଆପଣଙ୍କର କିଛି ବ୍ୟକ୍ତିଗତ କିମ୍ବା ପାରିବାରିକ ପ୍ରାର୍ଥନା ଅନୁରୋଧ ଅଛି, ତେବେ ଆମକୁ ଜଣାଇବେ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆପଣଙ୍କ ସହିତ ସାକ୍ଷାତ କରିବାର ଆଉ ଏକ ବିଶେଷ ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏହି କାର୍ଯ୍ୟକ୍ରମ ଦ୍ୱାରା ଆପଣ ଯେପରି ଦିନକୁ ଦିନ ଆତ୍ମିକ ଭାବରେ ଓ ଈଶ୍ୱରଙ୍କ ବାକ୍ୟରେ ବୃଦ୍ଧି ପାଇବେ ଓ ଆପଣଙ୍କ ଜୀବନରେ ଏକ ପରିବର୍ତ୍ତନ ଆସିବ, ଏହା ହିଁ ଆମର ଚେଷ୍ଟା ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଗତ ଅଧ୍ୟାୟରେ ଆମେ ଆଲୋଚନା କରିଥିଲୁ ଯେ ଈଶ୍ୱର ଆମ୍ଭମାନଙ୍କ ଯୀଶୁଙ୍କ ବିଷୟରେ ଓ ପିତାଙ୍କ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବାକୁ ଜ୍ଞାନ ପ୍ରଦାନ କରିଅଛନ୍ତି। ଆଜି ଆମେ ଆଉ ଏକ ନୂତନ ବିଷୟରେ ଆଲୋଚନା କରିବା। ଆଜିର ଆଲୋଚନାରେ ଆମେ ପ୍ରଥମ ଅଧ୍ୟାୟର 18 ପଦରୁ 23 ପଦ ପର୍ଯ୍ୟନ୍ତ ଆଲୋଚନା କରିବା। ଏହି ଅଂଶରେ ପାଉଲ ପୂର୍ବରେ ଯେଉଁ ଜ୍ଞାନ ବିଷୟରେ କୁହନ୍ତି, ସେ ଜ୍ଞାନ ପ୍ରାପ୍ତ ହେଲେ ବିଶ୍ୱାସୀମାନଙ୍କର ଆନ୍ତରିକ ଚକ୍ଷୁ ଖୋଲିଯିବ ଏବଂ ସେମାନେ ପ୍ରଭୁଙ୍କ ଆହ୍ୱାନର ଭରସା ଓ ସାଧୁମାନଙ୍କ ମଧ୍ୟରେ ତାଙ୍କ ଅଧିକାରର ଧନ କ'ଣ ତା ଜାଣିପାରିବା। ଅର୍ଥାତ୍ ପ୍ରଭୁ ଯୀଶୁ ତାଙ୍କର ଲୋକମାନଙ୍କୁ ଦେଇଥିବା ଅନନ୍ତକାଳୀନ ଭରସା ଓ ଅଧିକାର ବିଷୟରେ ଜ୍ଞାନ ପ୍ରାପ୍ତ ହେଉ ଏବଂ ସେହି ଜ୍ଞାନ ଦ୍ୱାରା ତାହାଙ୍କ କାର୍ଯ୍ୟ ସାଧନ ବା କାର୍ଯ୍ୟ ସଫଳ କରୁଥିବା ପରାକ୍ରମ ଅନୁସାରେ ତାହାଙ୍କ ଶକ୍ତିର ମହତ୍ଵ ଜାଣିପାରୁ। ଏହି ଆଲୋଚନାକୁ ଆଗକୁ ନେବା ପୂର୍ବରୁ ଆସନ୍ତୁ ଏକ ଭକ୍ତି ଗୀତ ଶୁଣିବା। महिमा प्रशंसा स्तुति आराधना, महिमा प्रशंसा स्तुति आराधना जुगे जुगे तुमरा प्रति कंठे झरू तुम पाई प्रभु धन्यवाद हृदयर। महिमा प्रशंसा स्तुति आराधना, महिमा प्रशंसा स्तुति आराधना जुगे जुगे तुमरा जुगे जुगे तुमरा।
सागर क्षमा निर्झर प्रेमिका हे प्रियतमा चिरमधुमय जिसु तुम नाम पापीर मुक्ति धाम निराशा मनरे आशा भरी तुमे पोछि दिया लुहधार निराशा मनरे आशा भरी तुमे पोछि दिया लुहधार महिमा प्रशंसा स्तुति आराधना महिमा प्रशंसा स्तुति आराधना जुगे जुगे तुमरा जुगे जुगे तुमरा शांतिर आकर तुमे ही केवल मसीहा एका सहाय जीवन पथरे प्रतिटी क्षणरे होइछ म आश्रय ए सारा जगते तुम बिना साते केही नहीं आपणार ए सारा जगते तुम बिना साते केही नहीं आपणार महिमा प्रशंसा स्तुति आराधना महिमा प्रशंसा स्तुति आराधना जुगे जुगे तुमरा प्रति कंठे झरू तुम पाई प्रभु धन्यवाद हृदयर महिमा प्रशंसा स्तुति आराधना महिमा प्रशंसा स्तुति आराधना आसंतु वर्तमान आमे प्रभुंकर वाक्य मध्य को जिबा आज आमे एफिसियो प्रथम पर्वर 18 पदरु आरंभ करी 23 पद पर्यंत अध्ययन करबा निमंते जिबा। एठार मु आपनको स्मरण कराई दिए जे आमे वर्तमान सही पवित्र आत्मांकर कार्य विषय ने लक्ष्य करूछु जहाँकि से आम्मानकर आत्मिक चक्षु को खोली दियंती और ईश्वर वाक्य विषय ने आम्मान को शिक्षा दियंती। आसंतु आमे तहिर क्रमश आज मध्य ए अध्ययन करी आलोचना करबा निमंते जिबा। तेबे प्रथम पर्वर 18 पदरे एहिपरि लेखा अछि सेथिरे तुममानक आंतरिक चक्षु प्रसन्न हुंते ताहांक आह्वानर भरोसा कौन साधुमानक मध्यरे ताहांक अधिकारर गौरव रूप धन कौन लेखा अछि सेथिरे तुममानक आंतरिक चक्षु प्रसन्न हुंते। एहा आपणक मस्तिष्कर चक्षु नुहे मात्र हृदयर चक्षु जहाँकि बुझिबा उचित। आत्मिक सत्यता को जानिबा को हेले सही सबु आत्मिक भावे बुझिबा को हेबो। मस्तिष्क मध्यरे नुहे मात्र हृदय मध्यरे ग्रहण करबा को हेबो। कारण शास्त्र मध्य मस्तिष्क उपरे गुरुत्व न दे हृदय उपरे गुरुत्व दिए। कारण सही सबु पवित्र आत्मांक कार्य जहाँकि से मनुष्यर हृदय मध्यरे कार्य साधन करबा द्वारा संभव होइथाए।
ସେଥିପାଇଁ ରୋମିଓ 10 ପର୍ବର 9 ଓ 10 ପଦରେ ଲେଖା ଅଛି, ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ। ପ୍ରିୟ ବନ୍ଧୁ, ଯେଉଁ ପର୍ଯ୍ୟନ୍ତ ଆତ୍ମିକ ଜ୍ଞାନକୁ ବିଚାରରେ ଅଣାଯାଏ, କୌଣସି ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ସହାୟତା ବିନା ସେହି ଜ୍ଞାନ ପ୍ରାପ୍ତ ହୋଇନପାରେ କି ତାହା ବୁଝି ନପାରେ। ପ୍ରଥମ କରିନ୍ଥୀୟ 2 ପର୍ବର 9 ଓ 10 ପଦରେ ଏହିପରି ଲେଖା ଅଛି, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, କିନ୍ତୁ ଈଶ୍ୱର ଆମମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ଯେଣୁ ଆତ୍ମା ସମସ୍ତ ବିଷୟ, ହଁ ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। ତେବେ ଏଠାରେ ମୁଁ କହି ରଖେ ଯେ ଈଶ୍ୱରଙ୍କ ଆତ୍ମା ଆଜି ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି। ଆଜି କାହିଁକି ଅନେକ ଲୋକ ଈଶ୍ୱରଙ୍କ ବାକ୍ୟକୁ ବୁଝିପାରନ୍ତି ନାହିଁ କିମ୍ବା ସେହି ବାକ୍ୟର ସତ୍ୟତାକୁ ଜାଣିପାରନ୍ତି ନାହିଁ? ଏହାର କାରଣ ହେଉଛି ସେମାନେ ପବିତ୍ର ଆତ୍ମା ଅର୍ଥାତ୍ ଈଶ୍ୱରଙ୍କ ଆତ୍ମାଙ୍କ ଚାଳନା ଲୋଡ଼ନ୍ତି ନାହିଁ କି ପବିତ୍ର ଆତ୍ମାଙ୍କର ଶିକ୍ଷକତାକୁ ଚାହାନ୍ତି ନାହିଁ। ମାତ୍ର ସେମାନେ ବକ୍ତାମାନଙ୍କର ଶିକ୍ଷା ଉପରେ କିମ୍ବା ମନୁଷ୍ୟମାନଙ୍କର ମତାମତ ଉପରେ ନିର୍ଭର କରନ୍ତି, କିନ୍ତୁ ଈଶ୍ୱରଙ୍କ ବାକ୍ୟକୁ ନିଜେ ଭଲ ଭାବେ ଅଧ୍ୟୟନ କରିବାକୁ ଇଚ୍ଛା କରନ୍ତି ନାହିଁ କି ସେହି ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ପବିତ୍ର ଆତ୍ମାଙ୍କର ଚାଳନା ତଥା ଶିକ୍ଷାକୁ ଲୋଡ଼ନ୍ତି ନାହିଁ। ତେଣୁ ପ୍ରିୟ ବନ୍ଧୁ, ଆପଣ ଯଦି ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ କୌଣସି ବିଷୟ ବୁଝିପାରୁନାହାନ୍ତି, ତାହେଲେ କାହିଁକି ପବିତ୍ର ଆତ୍ମାଙ୍କର ଚାଳନାକୁ ଲୋଡ଼ୁନାହାନ୍ତି? କାହିଁକି ଈଶ୍ୱରଙ୍କ ଆତ୍ମାଙ୍କ ଶିକ୍ଷା ଉପରେ ନିର୍ଭର କରୁନାହାନ୍ତି? ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ସମୟ ଦିଅନ୍ତୁ ଓ ଯେତେବେଳେ ଆପଣ କୌଣସି ବିଷୟକୁ ବୁଝିପାରୁନାହାନ୍ତି ବା ଯଦି କୌଣସି ଏକ ଅଂଶ ଆପଣଙ୍କୁ ଅର୍ଥହୀନ ବୋଲି ବୋଧ ହେଉଛି, ତାହେଲେ ସେହି ମୁହୂର୍ତ୍ତରେ ଆଣ୍ଠେଇକି ପ୍ରାର୍ଥନା କରନ୍ତୁ ଓ ସେହି ଅଂଶର ଅର୍ଥକୁ ବୁଝିବା ନିମନ୍ତେ ଈଶ୍ୱରଙ୍କ ଆତ୍ମାଙ୍କର ସହାୟତା ନିଅନ୍ତୁ। ତାହେଲେ ଆପଣ ତାହା ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ। କାରଣ ଈଶ୍ୱରଙ୍କ ବାକ୍ୟକୁ ବୁଝିବାକୁ ହେଲେ ଈଶ୍ୱରଙ୍କ ଆତ୍ମାଙ୍କର ସହାୟତା ନିତାନ୍ତ ଆବଶ୍ୟକ। ସେ ମୋତେ ଶିକ୍ଷା ଦିଅନ୍ତି ଓ ମୁଁ ବିଶ୍ୱାସ କରେ ଯେ ସେ ଆପଣଙ୍କୁ ମଧ୍ୟ ଶିକ୍ଷା ଦେବେ। ଆପଣ ମନୁଷ୍ୟ ଉପରେ ନିର୍ଭର କରନ୍ତୁ ନାହିଁ, କିନ୍ତୁ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ। ପବିତ୍ର ଆତ୍ମାଙ୍କର ସହାୟତା ଲୋଡ଼ନ୍ତୁ, ସେ ଆପଣଙ୍କୁ ଉପଯୁକ୍ତ ଶିକ୍ଷା ଦେବେ। ପ୍ରିୟ ବନ୍ଧୁ, ପବିତ୍ର ଆତ୍ମା ଆଜି ଆମମାନଙ୍କୁ ଶିକ୍ଷା ଦେବାକୁ ଚାହାନ୍ତି, କିନ୍ତୁ କାରଣଟି ହେଉଛି ଯେ ଅଧିକାଂଶ ଆଜି ଈଶ୍ୱରଙ୍କ ଆତ୍ମାଙ୍କର ସାହାଯ୍ୟ ନ ଲୋଡ଼ି ମନୁଷ୍ୟମାନଙ୍କ ଜ୍ଞାନରେ ବା ନିଜର ଜ୍ଞାନରେ ଈଶ୍ୱରଙ୍କ ବାକ୍ୟର ଗଭୀରତାକୁ ମାପିବା ନିମନ୍ତେ ଚେଷ୍ଟା କରନ୍ତି, ମାତ୍ର ସେମାନେ ବିଫଳ ହୁଅନ୍ତି ଓ ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରି ଲୋକମାନଙ୍କୁ ଭ୍ରାନ୍ତ ଶିକ୍ଷାରେ ପରିଚାଳିତ କରାନ୍ତି। କିନ୍ତୁ ଆମେ ଏଥିପ୍ରତି ସତର୍କ ହେବା ଉଚିତ। ଲେଖା ଅଛି, ତାହାଙ୍କ ଆହ୍ୱାନର ଭରସା କ'ଣ? ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବ ରୂପ ଧନ କ'ଣ? ଏହିସବୁ ଜାଣିପାର। ଆମେମାନେ ଶିକ୍ଷା କରିଛୁ ଯେ ପ୍ରଭୁଙ୍କଠାରେ ଆମମାନଙ୍କର ଏକ ଉତ୍ତରାଧିକାର ରହିଅଛି, କିନ୍ତୁ ଆମେମାନେ ମଧ୍ୟ ଜାଣି ରଖିବାକୁ ହେବ ଯେ ତାହାଙ୍କର ଏକ ଉତ୍ତରାଧିକାର ଆମ୍ଭମାନଙ୍କଠାରେ ଅଛି। ଦୃଷ୍ଟାନ୍ତ ସ୍ୱରୂପେ ଆମେ ପୁରାତନ ନିୟମର କିଣାନ ଦେଶକୁ ନେଇପାରିବା। କିଣାନ ଦେଶ ଈଶ୍ୱରଙ୍କର ଥିଲା, ମାତ୍ର ସେ ଇସ୍ରାଏଲ ସନ୍ତାନଗଣକୁ ସେମାନଙ୍କର ଅଧିକାର ରୂପେ ପ୍ରଦାନ କଲେ। ମାତ୍ର ଦିନ ଆସୁଅଛି ଈଶ୍ୱର ସମଗ୍ର ବିଶ୍ୱକୁ ପୁନର୍ବାର ତାହାଙ୍କର ଅଧିକାର ମଧ୍ୟକୁ ଫେରାଇ ନେବେ ଓ ଇସ୍ରାଏଲ ସନ୍ତାନଗଣକୁ ଓ ସେମାନଙ୍କର ଦେଶକୁ ନିଜର ବୋଲି ସାବ୍ୟସ୍ତ କରାଇବେ। ସେମାନେ ତାହାଙ୍କର ଅଧିକାର ସ୍ୱରୂପ ହେବେ। ଆଜି ଆପଣ ଓ ମୁଁ ବିଶ୍ୱାସୀ ହିସାବରେ ତାହାଙ୍କର ମଣ୍ଡଳୀ ସ୍ୱରୂପ ଓ ଈଶ୍ୱର ଆମମାନଙ୍କ ମଧ୍ୟରେ ତାହାଙ୍କର କାର୍ଯ୍ୟ ସାଧନ କରନ୍ତି। 19 ପଦରେ ଆମେ ଦେଖୁ ଲେଖା ଅଛି, ପୁଣି ବିଶ୍ୱାସୀ ଯେ ଆମ୍ଭେମାନେ ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ଵ କ'ଣ ଏହିସବୁ ଜାଣିପାର। ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ଵ କ'ଣ?
ତେବେ ଦେଖନ୍ତୁ ପ୍ରଥମ ପର୍ବର 20 ଓ 21 ପଦରେ ଲେଖା ଅଛି, ସେହି ଶକ୍ତି ସେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ, ପୁଣି ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ। ସେହି ଅତ୍ୟଧିକ ଶକ୍ତି ଯାହାକି ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇବାରେ କାର୍ଯ୍ୟ ସାଧନ କରିଅଛି, ସେହି ଶକ୍ତି ଏହା ଏକ ଚମତ୍କାର ଶକ୍ତି। ଏହା କେବଳ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇବାର ଶକ୍ତି ନୁହେଁ, ମାତ୍ର ଏହା ମଧ୍ୟ ଖ୍ରୀଷ୍ଟଙ୍କୁ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଅଛି, ଆଉ ତାହା ହେଉଛି ସ୍ୱର୍ଗାରୋହଣର ଶକ୍ତି। ଆଜି ଆମେ ପ୍ରଭୁ ଯୀଶୁଙ୍କର ସ୍ୱର୍ଗାରୋହଣ ଉପରେ ବିଶେଷ ଗୁରୁତ୍ୱ ଦେଉନା। ଆମେ ତାହାଙ୍କର ସେହି ସ୍ୱର୍ଗାରୋହଣର ବିଷୟକୁ ମଧ୍ୟ ସ୍ମରଣ କରୁନା। ଆମେ ସେହି ଘଟଣାଟିକୁ ଅତି ହାଲୁକା ମନେ କରୁ। ଆମେ ଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ଓ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଅର୍ଥାତ୍ ଇଷ୍ଟର ଉପରେ ବିଶେଷ ଗୁରୁତ୍ୱ ଦେଇଥାଉ। କିନ୍ତୁ ଆମେ ସେହି ସ୍ୱର୍ଗାରୋହଣର ଶକ୍ତି ଉପରେ କେବେ ଚିନ୍ତା କରିଛୁ କି? ପ୍ରଭୁ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେବା ପରେ ଶିଷ୍ୟମାନଙ୍କୁ ଦର୍ଶନ ଦେଇ ଓ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ ସେମାନଙ୍କୁ କହି ସ୍ୱର୍ଗାରୋହଣ କଲେ। ପ୍ରେରିତ ପ୍ରଥମ ପର୍ବର 3 ପଦରେ ଏହିପରି ଲେଖା ଅଛି, ସେ ମଧ୍ୟ ଆପଣା ଦୁଃଖଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ସଜୀବ ଦେଖାଇଲେ। ପୁଣି 40 ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ। ତାହାଙ୍କର ସ୍ୱର୍ଗାରୋହଣ ନେଇ ସେହି ପ୍ରେରିତ 1 ପର୍ବର 11 ପଦରେ ଏହିପରି ଲେଖା ଅଛି, ପୁଣି ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏଇ ଯେଉଁ ଯୀଶୁ ତୁମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ। ପ୍ରିୟ ବନ୍ଧୁ, ତାହା ହିଁ ହେଉଛି ଶକ୍ତି। ଆମ୍ଭେମାନେ ଏହାର କିଛି ମାତ୍ରା ଲକ୍ଷ୍ୟ କରିବା ନିମନ୍ତେ ଆରମ୍ଭ କରୁଅଛୁ। କିନ୍ତୁ ଚିନ୍ତା କରନ୍ତୁ, ଯେଉଁ ଶକ୍ତି ଏକ କ୍ଷେପଣାସ୍ତ୍ରକୁ ତଳୁ ଉଠାଇ ଶୂନ୍ୟ ଆକାଶକୁ ନେଇଯାଏ, ଆଉ ଯେଉଁ ଶକ୍ତି କି ମନୁଷ୍ୟକୁ ଚନ୍ଦ୍ରପୃଷ୍ଠକୁ ନେଇ ପୁନର୍ବାର ଭୂପୃଷ୍ଠକୁ ଓହ୍ଲାଇ ଆଣେ, ଆଉ ସେହି ଶକ୍ତି ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସେ ପ୍ରଦାନ କରନ୍ତି। ସେହି କାରଣରୁ ପ୍ରେରିତ ପାଉଲ ପ୍ରାର୍ଥନା କରନ୍ତି ଯେ ଯେପରି ଖ୍ରୀଷ୍ଟ ବିଶ୍ୱାସୀମାନେ ସେହି ଶକ୍ତି ସମ୍ପର୍କରେ ଜାଣିବାକୁ ପାରନ୍ତି, ସେହି ଶକ୍ତିର ଅତ୍ୟଧିକ ମହତ୍ତ୍ୱକୁ ଜାଣିବାକୁ ପାରନ୍ତି। ଏପରିକି ଫିଲିପିଓ 3 ପର୍ବର 10 ପଦରେ ପ୍ରେରିତ ପାଉଲ ପ୍ରକାଶ କରନ୍ତି, ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସୌଭାଗ୍ୟତା ଜ୍ଞାତ ହୁଏ ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। ଏହାପରେ ସେହି ପ୍ରଥମ ପର୍ବର 22 ଓ 23 ପଦରେ ଏହିପରି ଲେଖା ଅଛି, ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକ ସ୍ୱରୂପେ ମଣ୍ଡଳୀକୁ ଦାନ କଲେ। ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ୱରୂପ, ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତ ଭାବରେ ପୂର୍ଣ୍ଣ କରନ୍ତି ତାହାଙ୍କର ପୂର୍ଣ୍ଣତା। ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ। ଦିନେ ପ୍ରତ୍ୟେକ ବିଷୟ ତାହାଙ୍କର ଅଧୀନ ହେବାକୁ ଯାଉଅଛି। ଏବ୍ରୀ ପତ୍ରର ଲେଖକ ଏହି ବିଷୟକୁ ଅତି ପରିଷ୍କାର ଭାବେ ଉଲ୍ଲେଖ କରନ୍ତି, ଯାହାକି ଏବ୍ରୀ 2 ପର୍ବର 8 ପଦରେ ଲେଖା ଅଛି, ତୁମ୍ଭେ ତାହାର ପାଦ ତଳେ ସମସ୍ତ ବିଷୟ ଅଧୀନ କରି ରଖିଅଛ। ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ଅବଶୀଭୂତ କରି ଛାଡ଼ି ନାହାନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁନାହୁଁ ସତ। ଏହି ବର୍ତ୍ତମାନ ସମୟରେ କେବଳ ଗୋଟିଏ ବିଷୟ ତାହାଙ୍କର ଅଧୀନ ହୋଇଅଛି, ଆଉ ତାହା ହେଉଛି ତାହାଙ୍କର ମଣ୍ଡଳୀ, ଅର୍ଥାତ୍ ତାହାଙ୍କର ପ୍ରକୃତ ବିଶ୍ୱାସୀ ମଣ୍ଡଳୀ ବା ସତ୍ୟ ମଣ୍ଡଳୀ, ଯାହାକି ପ୍ରକୃତ ବିଶ୍ୱାସୀମାନଙ୍କୁ ନେଇ ଗଠିତ।
ଆଉ ସେହି ମଣ୍ଡଳୀର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ ଓ ବିଶ୍ୱାସୀ ମଣ୍ଡଳୀ ହେଉଛନ୍ତି ତାହାଙ୍କ ଶରୀର ଓ ତାହାଙ୍କର ଅଧୀନ। ସେଥିପାଇଁ ପ୍ରଥମ କରନ୍ଥୀୟ 12 ପର୍ବର 12 ଓ 13 ପଦରେ ଏହିପରି ଲେଖା ଅଛି, କାରଣ ଯେପରି ଶରୀର ଏକ ଆଉ ସେଥିର ଅଙ୍ଗ ପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ। ଯେଣୁ ଆମ୍ଭେମାନେ ଜିହୁଦୀ ହେଉ ବା ଗ୍ରୀକ୍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ, ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ପ୍ରିୟ ବନ୍ଧୁ, ଆମେ କ'ଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି ପୁନରୁତ୍ଥାନ ଓ ସ୍ୱର୍ଗାରୋହଣରେ ବିଶ୍ୱାସ କରି ସେହି ପୁନରୁତ୍ଥାନର ଶକ୍ତିକୁ କ'ଣ ନିଜ ଜୀବନରେ ଅନୁଭବ କରିପାରିଛୁ କି? ଆମେ କ'ଣ ଆତ୍ମିକ ଜୀବନରେ ସେହି ଅନୁଭୂତିର ମଧ୍ୟ ଦେଇ ଆସିଅଛୁ କି? ଆମେ କ'ଣ ଖ୍ରୀଷ୍ଟଙ୍କ ସହିତ ପାପରେ ମୃତ ହୋଇ ଧର୍ମରେ ଜୀବିତ ହୋଇଅଛୁ କି? ଯଦି ନାହିଁ, ତାହେଲେ ଆଜି ହିଁ ତାହା ଅନୁଭବ କରିବା ନିମନ୍ତେ ଚେଷ୍ଟା କରୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ପୁନରୁତ୍ଥାନର ଅଂଶୀ ହେବା ନିମନ୍ତେ ଚେଷ୍ଟା କରୁ। ଈଶ୍ୱରଙ୍କର ସେହି ମହାନ ଶକ୍ତିର କାର୍ଯ୍ୟକୁ ନିଜ ଜୀବନରେ ଉପଲବ୍ଧି କରିବା ନିମନ୍ତେ ଚେଷ୍ଟା କରୁ। ପ୍ରିୟ ବନ୍ଧୁ, ଆଜି ଆମମାନେ ଏହି ବାକ୍ୟ ଶୁଣିବା ସଙ୍ଗେ ସଙ୍ଗେ ଯଦି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି ପୁନରୁତ୍ଥାନରେ ବିଶ୍ୱାସ କରୁନା ବା ତାହାଙ୍କର ସେହି ପୁନରୁତ୍ଥାନର ଶକ୍ତି ଉପରେ ବିଶ୍ୱାସ କରୁନା, ତାହେଲେ ଏହି କାର୍ଯ୍ୟକ୍ରମ ଶୁଣିବା ଆମମାନଙ୍କ ଜୀବନ ନିମନ୍ତେ କିଛି ଲାଭ ନାହିଁ। କାରଣ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏକମାତ୍ର ଭରସାର ବିଷୟ ହେଉଛି ସେହି ପୁନରୁତ୍ଥାନ, ଅର୍ଥାତ୍ ପ୍ରଭୁ ଯୀଶୁ ଯେପରି ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନେ ମଧ୍ୟ ସେହିପରି ମୃତ୍ୟୁରୁ ପୁନରୁତ୍ଥିତ ହେବା ପାଇଁ ଯାଉଅଛନ୍ତି, ଯାହାକି ତାହାଙ୍କର ଆଗମନ ସମୟରେ। ଆଉ ତାହା ହିଁ ହେଉଛି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ମହାନ ଭରସାର ବିଷୟ। ଆଜି ଏ ଜଗତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ମରିଗଲା ସେ ତରିଗଲା, କିନ୍ତୁ ତାହା ଠିକ୍ ନୁହେଁ। ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ମୃତ୍ୟୁ ଅନ୍ତ ନୁହେଁ, ମାତ୍ର ଅନନ୍ତକୁ ଯିବାର ଏକ ସୋପାନ। ଆଉ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଥାନ୍ତି, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି ପୁନରୁତ୍ଥାନରେ ବିଶ୍ୱାସ କରିଥାନ୍ତି, ଯେଉଁମାନେ ପ୍ରଭୁ ଯୀଶୁଙ୍କ ଠାରେ ଥାଇ ମରିଥାନ୍ତି, ସେମାନେ ସେହି ମୃତ୍ୟୁରୁ ପୁନରୁତ୍ଥିତ ହୋଇ ସେମାନେ ସେହି ଅନନ୍ତ ରାଜ୍ୟରେ ପ୍ରବେଶ କରିବେ। ତେଣୁ ପ୍ରିୟ ବନ୍ଧୁ, ଆଜି ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ତାହା ହେଉଛି ଏକ ଭରସା ଯେ ଆମମାନେ ସେହି ପ୍ରଭୁ ଯୀଶୁଙ୍କ ପରି ମୃତ୍ୟୁରୁ ପୁନରୁତ୍ଥିତ ହୋଇ ତାହାଙ୍କ ସହିତ ମିଳିତ ହେବା, ଆମମାନେ ଅନନ୍ତକାଳ ସେହି ସ୍ୱର୍ଗ ରାଜ୍ୟରେ ରହିବା। ଆଉ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇନାହାନ୍ତି, ତାହେଲେ ଆମମାନଙ୍କର ବିଶ୍ୱାସ ବୃଥା। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇଅଛନ୍ତି, ଆଉ ସେ ଆଜି ମଧ୍ୟ ଜୀବିତ, ଓ ସେ ଆମମାନଙ୍କୁ ମଧ୍ୟ ଜୀବିତ କରାଇ ଅଛନ୍ତି। ଆମମାନଙ୍କୁ ସେ ମୃତ୍ୟୁରୁ ଉଦ୍ଧାର କରି ଅନନ୍ତ ଜୀବନର ଅଧିକାରୀ କରାଇଛନ୍ତି। ଆଉ ଯଦିଓ ଆମମାନେ ଶାରୀରିକ ଭାବେ ଏହି ଜଗତ ମଧ୍ୟରେ ମୃତ୍ୟୁବରଣ କରିପାରୁ, ହଁ, ଆମମାନଙ୍କର ଶରୀର ମାଟିରେ ମିଶି ଯାଇପାରେ, ମାତ୍ର ଆମମାନଙ୍କର ଆତ୍ମା ନୁହେଁ। ଆମମାନଙ୍କର ଆତ୍ମା ପ୍ରଭୁ ଯୀଶୁଙ୍କ ନିକଟକୁ ଯାଏ, ଯେହେତୁ ଆମମାନଙ୍କର ଆତ୍ମା ହେଉଛି ଅମର, ଆତ୍ମା କେବେ ମରେ ନା। ଆଉ ଆମମାନେ ଏକ ଗୌରବମୟ ଶରୀରରେ ମୃତ୍ୟୁରୁ ପୁନରୁତ୍ଥିତ ହେବା ତାହାଙ୍କର ଆଗମନ ସମୟରେ। ଆଉ ଯାହାକି ଅକ୍ଷୟ ଶରୀର, ସେହି ଶରୀର କ୍ଷୟ ପାଇବ ନାହିଁ, ତାହା ହେଉଛି ଗୌରବମୟ ଶରୀର, ଏକ ନୂତନ ଶରୀର। ଆଉ ଅନନ୍ତ କାଳ ପର୍ଯ୍ୟନ୍ତ ଆମମାନେ ପ୍ରଭୁଙ୍କର ସହିତ ରହି ଆନନ୍ଦ କରିବା। ସେହି ସ୍ୱର୍ଗ ରାଜ୍ୟର ବିଭବକୁ ଆମମାନେ ଉପଲବ୍ଧି କରିବା। ଏହା କ'ଣ ଏକ ଚମତ୍କାର ବିଷୟ ନୁହେଁ କି? ଆମମାନେ ସମସ୍ତେ ମୃତ୍ୟୁକୁ ଡରୁ, ନୁହେଁ କି? ହଁ, ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଅଛି। ଜଗତରେ ଯେତେବେଳେ ଆମମାନେ ମାଂସର ଦେହ ଧାରଣ କରିଅଛୁ, ଏହି ରକ୍ତ ମାଂସର ଶରୀର ନିଶ୍ଚିତ ଭାବରେ ଦିନେ ନା ଦିନେ ମୃତ୍ୟୁବରଣ କରିବ,
ଆଉ ଏହା ମାଟିରେ ଲୀନ ହୋଇଯିବ। କିନ୍ତୁ ଆତ୍ମାଦାତାଙ୍କ ନିକଟକୁ ଆତ୍ମା ଫେରିଯିବ। କିନ୍ତୁ କିପରି? ସେହି ଆତ୍ମାଦାତାଙ୍କୁ ଚିହ୍ନିବାର ଅଛି, ସେହି ଆତ୍ମାଦାତାଙ୍କୁ ଗ୍ରହଣ କରିବାର ଅଛି, ସେହି ଆତ୍ମାଦାତାଙ୍କ ପରି ପବିତ୍ର ଜୀବନଯାପନ କରିବାକୁ ଅଛି। ତାହେଲେ ଆମମାନେ ସେହି ଆତ୍ମାଦାତାଙ୍କ ନିକଟକୁ ଫେରି ଯାଇପାରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ମଣ୍ଡଳୀକୁ ସେହି ମଧ୍ୟାକାଶରେ ସାକ୍ଷାତ କରିବା ପାଇଁ ବା ତାଙ୍କର ସେହି ବିଶ୍ୱାସୀ ମଣ୍ଡଳୀ ସହିତ ମିଳିତ ହେବା ପାଇଁ ଆସୁଅଛନ୍ତି। ପ୍ରିୟ ବନ୍ଧୁ, ସମୟ ଆଉ ସୁଯୋଗ ଥାଉ ଥାଉ ଆମମାନେ ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ହେଉ, ତାଙ୍କଠାରେ ବିଶ୍ୱାସ କରୁ। ତାହେଲେ ଆମମାନେ ମଧ୍ୟ ମୃତ୍ୟୁରୁ ପୁନରୁଦ୍ଧିତ ହୋଇ ସେ ଅନନ୍ତ ଜୀବନରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଅନନ୍ତ କାଳ ପର୍ଯ୍ୟନ୍ତ ତାହାଙ୍କ ସହିତ ରହି ସେହି ସ୍ୱର୍ଗୀୟ ବିଭବର ଭାଗୀ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଏ ଏକ ଅନନ୍ତ ଭରସାର ବାକ୍ୟ ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ ବୋଲି ମୋର ବିଶ୍ୱାସ। ଯେଉଁ ଶକ୍ତି ବିଷୟରେ ଆମେ କିଛି ସମୟ ପୂର୍ବରୁ ଆଲୋଚନା କରିଥିଲୁ, ସେ ଶକ୍ତି ଈଶ୍ୱର ଯୀଶୁଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇବା ଦ୍ୱାରା ଓ ତାହାଙ୍କୁ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ, ପୁଣି ଏଥି ପୂର୍ବରୁ ଓ ଏହା ପରେ ଯେତେ ନାମ ଖ୍ୟାତ ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାଖରେ ବସାଇ ଅଛନ୍ତି। ଏ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖିଛନ୍ତି। ଏହାର ଅର୍ଥ ଯୀଶୁଖ୍ରୀଷ୍ଟ ସବୁ ବିଷୟର ଉର୍ଦ୍ଧ୍ୱରେ ଓ ସମସ୍ତ ବିଷୟ ତାହାଙ୍କ ଅଧୀନରେ ଅଛି। ତଥାପି ଈଶ୍ୱର ତାଙ୍କୁ ସର୍ବ ବିଷୟର ମସ୍ତକ ସ୍ୱରୂପେ ମଣ୍ଡଳୀକୁ ଦାନ କରିଅଛନ୍ତି ଏବଂ ସେହି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ସ୍ୱରୂପ। ଆଗାମୀ ଅଧ୍ୟାୟରେ ଆମେ ଆହୁରି ଅଧିକ ବିଷୟ ଆଲୋଚନା କରିବା। ଆପଣ ନିୟମିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରନ୍ତୁ ଓ ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ପ୍ରଭୁ ଆପଣଙ୍କୁ ବିଶେଷ ଭାବରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସନ୍ତୁ ପଦେ ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମିକ ଈଶ୍ୱର, ଦୟାଳୁ ପ୍ରଭୁ, ତୁମେ ଅନୁଗ୍ରହ ମାନଙ୍କୁ ପ୍ରଦାନ କରିଅଛ ବୋଲି ଧନ୍ୟବାଦ ଦେଉଛି ପ୍ରଭୁ। ହଁ ପ୍ରଭୁ, ସବ ଏତେବେଳେ ପ୍ରାର୍ଥନା କରୁଅଛୁ ଯେଭଳି ଭାବରେ ତୁମେ ଆଜି ଆମକୁ ଶିକ୍ଷା ଦେଇଅଛ ପ୍ରଭୁ, ଆମମାନେ ଯେପରି ପ୍ରଭୁ ସେହି ମଣ୍ଡଳୀ ସହିତ ସଂଯୁକ୍ତ ହୋଇପାରିବୁ ପ୍ରଭୁ, ନିଜ ଜୀବନକୁ ଅତିବାହିତ କରିପାରିବୁ, ତୁମେ ସେହିପରି ଆମକୁ ଜ୍ଞାନ ଶକ୍ତି ବୃଦ୍ଧି ପ୍ରଦାନ କର ବୋଲି ପ୍ରାର୍ଥନା କରୁଛୁ। ପ୍ରତ୍ୟେକ ଜଣଙ୍କର ପ୍ରଭୁ ତୁମେ ଜୀବନରେ ପ୍ରଭୁ ସଭା ଆଶ୍ଚର୍ଯ୍ୟ କାର୍ଯ୍ୟ ପ୍ରଭୁ ସଭା ମୁକ୍ତିମୟ ପରମେଶ୍ୱର ପ୍ରଭୁ, ତୁ ପ୍ରତ୍ୟେକ ଜଣ ତୁମେ ଉଦ୍ଧାର କର ବୋଲି ପ୍ରାର୍ଥନା କରୁଛୁ ପ୍ରଭୁ। ତୁମରି ପ୍ରଭୁ ସଭା ଦିଗରେ ପ୍ରଭୁ, ତୁମରି ପଥରେ ପ୍ରଭୁ ପ୍ରତ୍ୟେକ ଜଣକୁ ତୁମେ କଢ଼ାଇ ନିଅ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତରଟି ହେଉଛି ଏ, ବିଶ୍ୱାସ ଓ ପ୍ରେମ। ଆଜିର ପ୍ରଶ୍ନଟି ହେଉଛି ଖ୍ରୀଷ୍ଟ ବିଶ୍ୱାସୀଙ୍କ ନିମନ୍ତେ ମୃତ୍ୟୁ ଅନ୍ତ ଅଟେ କି? ଏ ହଁ, ବି ନୁହେଁ, ସି ହୋଇପାରେ, ଡି କୌଣସିଟି ନୁହେଁ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 044490812996 रे मिस्ड कॉल दे विजयी होई परिबे। गत सप्ताहर विजय दर्शक बंधु हेले कलाहांडी सुनीता नंद और परिवार।